नमस्कार। आपण ପାଇଁ ଏକ ନୂଆ ଟପିକ ଷ୍ଟକ୍ ମାର୍କେଟ ବାବଦରେ ଯେଉଁମାନେ ଷ୍ଟକ୍ ମାର୍କେଟରେ କାମ କରୁଛନ୍ତି ସେମାନଙ୍କ ପାଇଁ ଗୋଟେ ନୂଆ ଟପିକ। ଆସନ୍ତୁ ଆଜି ଆମେ ଗୋଟେ ଟପିକ ପଢିବା ଯୋଉ ବିଷୟ ଜାଣିବା ଯୋଉମାନେ ନ୍ୟୁ ଟ୍ରେଡର ଆସୁଛନ୍ତି। ଯୋଉମାନେ ନ୍ୟୁ ଟ୍ରେଡର, ଓକେ, ଯୋଉମାନେ ନ୍ୟୁ ଟ୍ରେଡର ଆସୁଛନ୍ତି ସେମାନେ କଣ କରିବା ଆବଶ୍ୟକତା ଅଛି ଷ୍ଟକ୍ ମାର୍କେଟରେ। ଫାର୍ଷ୍ଟ ଥିଙ୍ଗ ଜାଣିବା ଦରକାର କଣ କରିବା ଆବଶ୍ୟକ। ଏଇଟା ଜରୁରୀ ନିହାତି ଭାବରେ ସମସ୍ତଙ୍କୁ ଜାଣିବା ଆବଶ୍ୟକ ଅଛି। ଷ୍ଟକ୍ ମାର୍କେଟରେ ଆମେ ଯଦି ନ୍ୟୁ ଟ୍ରେଡର ଆସୁଛେ ଆମେ ଷ୍ଟକ୍ ମାର୍କେଟରେ ଷ୍ଟକରେ କାମ କରିବା କିମ୍ବା ଅପସନରେ କାମ କରିବା ଫାଷ୍ଟ ଚୁଜ୍ କରିବା। ସେଟା ଗୋଟେ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଯୋଉମାନେ ବି ଜାଣିଛନ୍ତି ଦେଖନ୍ତୁ ଗୋଟେ ଯୋଉମାନେ ବି ଷ୍ଟକ୍ ମାର୍କେଟ ଆସୁଛନ୍ତି ମୁଁ ତ ସେମାନଙ୍କୁ କହିବି ପ୍ରପର ଲର୍ଣ୍ଣିଂ ର ସହିତ ଆସନ୍ତୁ, ପ୍ରପର ନଲେଜ ନିଅନ୍ତୁ, ତାପରେ ଯାଇ ମାର୍କେଟରେ କାମ କରନ୍ତୁ। ନିଶ୍ଚିତ ଭାବରେ ଆପଣ ଗୋଟେ ଭଲ ଇନକମ ର ସୋର୍ସ ପାଇପାରିବେ। କିନ୍ତୁ ତା ପୂର୍ବରୁ ଦେଖନ୍ତୁ ଆପଣ କୌଣସି କାହା କଥାରେ ପଡି କିମ୍ବା କୌଣସି ୟୁଟ୍ୟୁବ ଦେଖି କିମ୍ବା ଆପଣ ଟେଲିଗ୍ରାମ ଚ୍ୟାନେଲ ଦେଖି କାହା କଥାରେ ପଡି କେବେ ବି ଡିମାଣ୍ଡ ଆକାଉଣ୍ଟ ଖୋଲି ତା ଭିତରେ କେବେ ବି ଆପଣ ଇନଭେଷ୍ଟ ଯଦି ବି କରୁଛନ୍ତି ଆପଣ ଶିଖନ୍ତୁ। ଆଉ ମୁଁ ତ ସମସ୍ତଙ୍କୁ କହିବି ଅପସନ ଟେନ୍ ଯୋଉମାନେ ନ୍ୟୁ ଟ୍ରେଡର ଆସୁଛନ୍ତି କେବେ ଅପସନ କୁ ଆସନ୍ତୁନି ଡାଇରେକ୍ଟ, କାହିଁକିନା ଅପସନ ଇଜ ଭେରି ବିଗ ଫ୍ୟାକ୍ଟର୍ସ ଆଉ ଭେରି ଭେରି ରିସ୍କି ରହିବ ମାର୍କେଟରେ ଅପସନ। ଆ ପାଇଁ ବହୁତ କିଛି ନଲେଜର ଆବଶ୍ୟକତା ଅଛି। ବିନା ୱିଦାଉଟ୍ ନଲେଜରେ ଏଠି ଅପସନରେ କାମ କରିବା ବହୁତ କିଛି ଟେକ୍ନିକାଲ ଆନାଲିସିସର ଆବଶ୍ୟକତା ଅଛି। ବହୁତ କିଛି ଇଣ୍ଡିକେଟର ଜାଣିବାର ଅଛି ଯେଉଁମାନେ କାମ କରିବେ ମାର୍କେଟରେ, ସେଗୁଡାକୁ ନିଶ୍ଚିତ ଭାବରେ ଆବଶ୍ୟକ ଅଛି। ତେଣୁ ଯୋଉମାନେ ଡିମାଟ ଆକାଉଣ୍ଟ ଖୋଲୁଛନ୍ତି ନ୍ୟୁ ଖୋଲୁଛନ୍ତି ଯୋଉମାନେ ଏ ଭିଡିଓକୁ ଦେଖୁଛନ୍ତି ସେମାନେ ସଚେତନତା ହେବା ଦରକାର। ଯୋଉମାନେ ଟ୍ରେଡ କରିବାରେ ଇଣ୍ଟରେଷ୍ଟ ବା କ୍ୟାରିୟର କରିବାକୁ ଚାହୁଁଛନ୍ତି ଏଠି ଦେଖନ୍ତୁ ଟ୍ରେଡିଂକୁ ଯଦି ଗୋଟେ ପାର୍ଟ ଟାଇମ ଭାବିବେ କିମ୍ବା ଖାମଖିଆଲି ଭାବିବେ ଗୋଟେ ଗ୍ୟାମ୍ବଲିଂ ଭାବିବେ ନା ଆପଣ କେବେ ଗୋଟେ ପ୍ରଫିଟେବୁଲ ଟ୍ରେଡର କରିପାରିବନି। ଆପଣ ଯଦି ଗୋଟେ ଭଲ ଟ୍ରେଡର ହବାକୁ ଚାହୁଁଛନ୍ତି, ଯଦି କ୍ୟାରିୟର କରିବାକୁ ଚାହୁଁଛନ୍ତି, ଯଦି ନ୍ୟୁ କାମର ଯଦି ନ୍ୟୁଲି ଆସୁଛନ୍ତି ଆପଣ ଆଗେ ଟ୍ରେନିଂ ନିଅନ୍ତୁ। ଷ୍ଟକ୍ ମାର୍କେଟରେ ନଲେଜ ଗ୍ରହଣ କରନ୍ତୁ। ଦେଖନ୍ତୁ ୟୁଟ୍ୟୁବରୁ ଆପଣ ସବୁ ଜିନିଷ ପାଇ ହେଇପାରିବେନି, କେବେ କିଛି ଜିନିଷ ସମ୍ଭବ ହେଇପାରେ, ମୁଁ ମନା କରୁନି, କିନ୍ତୁ ସବୁ ଜିନିଷ ଆମେ ଯାହାଟା ୟୁଟ୍ୟୁବରେ ଆମକୁ ଶିଖିବା ପାଇଁ ଯୋଉଟା 2 ଇୟର୍ସ 3 ଇୟର୍ସ ଲାଗିବ, ଆମେ ଯଦି ଗୋଟେ ଟ୍ରେନିଂ ସେଣ୍ଟର ପ୍ରପର ଗାଇଡାନ୍ସରେ ଆମେ ତାକୁ ଶିଖିବା 2 ମନ୍ଥ 3 ମନ୍ଥ 4 ମନ୍ଥ ଶିଖିବା। ଆଉ ଆଉ ବେସିକାଲି ନ୍ୟୁ ଟ୍ରେଡର ଆସନ୍ତି ସେମାନେ ସବୁ ଅପସନରେ କାମ କରନ୍ତି। ଅପସନରେ ବହୁତ କମ ପଇସା ଲାଗେ ନା, କିନ୍ତୁ ଆପଣ ଦେଖନ୍ତୁ ବହୁତ ଲେସ୍ ଆମାଉଣ୍ଟ ୟୁଜ କରି ଆପଣ ଧୀରେ 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 ଲସ୍ ଆଡକୁ ଯାଆନ୍ତି। କାହିଁକିନା ଲସ୍ ଆଡକୁ ଯିବାର ମୁଖ୍ୟ କାରଣ ଆପଣ ନିଜ ଭିତରେ ଖୋଜନ୍ତୁ। ମୁଖ୍ୟ କାରଣ ହଉଛି ଲ୍ୟାକ୍ ଅଫ୍ ନଲେଜ। ଆପଣଙ୍କ ପାଖରେ ନଲେଜ ନାହିଁ। ଅପସନରେ ଦେଖନ୍ତୁ ଆପଣ ପ୍ରିମିୟମ ଡିକେ ଥିଟା ଡିକେ ଯୋଉ କହୁଛନ୍ତି ଥିଟା ଡିକେ ଟାଇମ ଅନୁସାରେ ଟିକେ ଆକୁ ମାର୍କେଟକୁ ଆପଣଙ୍କୁ ଜାଣିବା ପାଇଁ ବହୁତ ଟାଇମ ଲାଗିଥାଏ। ତେଣୁ ନ୍ୟୁ ଟ୍ରେଡର କଣ କରନ୍ତି, ଡିମାଣ୍ଡ ଆକାଉଣ୍ଟ ଗୋଟେ ଖୋଲି ଦେଇ ଟ୍ରେଡ ଆରମ୍ଭ କରିଦେଲା ଅପସନ, ଆ ଦ୍ୱାରା ତାଙ୍କର ଲସ୍ ର ଆରମ୍ଭ ହେଲା। ତାପରେ ସେମାନେ ଲସ୍ କୁ ରିକଭରି କରିବା ପାଇଁ ଚେଷ୍ଟା କରନ୍ତି, ଚେଷ୍ଟା କରୁ କରୁ ଦେ ହ୍ୟୁଜ ଆମାଉଣ୍ଟ କୁ ଲସ୍ କରି ଯାଆନ୍ତି। ତାପରେ ମାର୍କେଟ କିଛି ଦିନ ପରେ ଯେତେବେଳେ ଲସ୍ ହେଇଯିବ ମାର୍କେଟକୁ ଡର ହେଇଯିବ। ଦେଖନ୍ତୁ ମାର୍କେଟ ଯୋଉମାନେ ଷ୍ଟକ୍ ବି କାମ କରୁଛନ୍ତି ଆଚ୍ଛା ଖାସା ପ୍ରଫିଟ ବି ବନଉଛନ୍ତି ଆଜିକା ମାର୍କେଟରେ, ପ୍ରଫେସନାଲି କରି ଚଳୁଛନ୍ତି ଯୋଉମାନେ ଷ୍ଟକ୍ ରେ କାମ କରୁଛନ୍ତି। ଓକେ, ଆପଣମାନେ ବି ଯଦି କାମ କରିବାକୁ ଚାହାନ୍ତି, ଯୋଉମାନେ କାମ କରୁଛନ୍ତି, ଯୋଉମାନେ ବହୁତ ଲୋକ ମାର୍କେଟରେ ଆମେ ଆପଣ ନ୍ୟୁଜ ଦେଖୁଥିବେ ବହୁତ ଲୋକ ପ୍ରଫିଟେବୁଲ ହଉନାହାନ୍ତି, ଲସ୍ ହଉଛନ୍ତି ମ୍ୟାକ୍ସିମମ୍ ଲୋକ, ବହୁତ ଘଟଣା ବି ଏବେ ଘଟୁଛି। ତେଣୁ ନିଜେ ସଚେତନତା ହୁଅନ୍ତୁ। ଅପସନରେ ଟ୍ରେଡିଂ କରିବା ପୂର୍ବରୁ ଅପସନ ଟ୍ରେଡିଂ ଡାଇରେକ୍ଟ କେବେ ଅପସନ ଟ୍ରେଡିଂ କରନ୍ତୁ ନାହିଁ। ନିଶ୍ଚିତ ଭାବରେ ଷ୍ଟକ୍ ରେ କରନ୍ତୁ, ଛୋଟ ଛୋଟ ଲଟ୍ ନେଇ କାମ କରନ୍ତୁ, ଆଉ ଗୋଟେ ପ୍ରପର ଗାଇଡେନ୍ସ ଶିଖିକିନା କାମ କରନ୍ତୁ, କାହା କଥାରେ ନୁହଁ। କାମ କରିବା ପୂର୍ବରୁ ଏ ମାର୍କେଟ ବିଷୟରେ ପ୍ରପର ନଲେଜ ନିଅନ୍ତୁ। ୱିଦାଉଟ୍ ନଲେଜରେ କାହା କଥାରେ ପଡି ସେ ଡିମାଣ୍ଡ ଆକାଉଣ୍ଟ ଖୋଲନ୍ତୁ ନାହିଁ। ଲୋକ ଆପଣ କିଛି ଲୋକ ବି କହିଦେବେ ନାଇଁ ଫରେକ୍ସ ମାର୍କେଟରେ ଆଚ୍ଛା ଖାସା ପଇସା ଅଛି ନା, ସବୁ ମାର୍କେଟରେ ଭାଇ ପଇସା ଅଛି। ଇଣ୍ଡିଆ ମାର୍କେଟରେ ଅଛି, ଫରେକ୍ସ ମାର୍କେଟରେ ଅଛି, କିନ୍ତୁ ଆମକୁ ପ୍ରପର ଗାଇଡେନ୍ସରେ ଶିଖିବାର ଅଛି, ପ୍ରପର ନଲେଜର ସହିତ ନବାର ଅଛି। ପ୍ରପର ନଲେଜ ଆପଣଙ୍କ ପ୍ରପର ଏକ୍ସପେରିଏନ୍ସ ନିଶ୍ଚିତ ଭାବରେ ଆପଣଙ୍କର ଅଭ୍ୟାସ ରହିବା ଦରକାର ମାର୍କେଟରେ, ଆଉ ନଲେଜ ରହିବା ଦରକାର। ଆପଣଙ୍କୁ ହିଁ ଏଇ ହିଁ ସାହାଯ୍ୟ କରିବ, ଆଉ ଆପଣଙ୍କୁ କେହି ଏ ମାର୍କେଟରେ ସାହାଯ୍ୟ କରିବେ ନାହିଁ। ତେଣୁ ଆପଣ ପ୍ରପର ନଲେଜ, କାହିଁକିନା ବହୁତ ବିଗତ ଦିନ କିଛି ଘଟଣା ଘଟିଛି ଓଡିଶାରେ, ବହୁତ କଷ୍ଟ ଲାଗେ ସେ ଘଟଣା ଶୁଣିବାକୁ।
ତେଣୁ ଆପଣମାନଙ୍କୁ ବି ଏ ଭିଡ଼ିଓ ମାଧ୍ୟମରେ ବା ଏ ଚାପ୍ଟର ମାଧ୍ୟମରେ ମୁଁ କହିବାକୁ ଚାହେଁ, ଯେଉଁମାନେ ଷ୍ଟଡିଂ କରିବାକୁ ଆସୁଛନ୍ତି ବା ପ୍ରଫେସନାଲି କିଛି ଆକ୍ଟିଭ ଇନକମ୍ ଅଛି, ପାସିଭ ଇନକମ୍ ଚକ୍କରରେ ଆସୁଛନ୍ତି ଏଠିକି, ପାସିଭ ଇନକମ୍ ଚକ୍କରରେ ଆସିଲା ବେଳକୁ ଅଲରେଡି ସେ ଆକ୍ଟିଭ ଇନକମ୍କୁ ବି ହରେଇବାକୁ ପଡୁଛି। ଆକ୍ଟିଭ ଇନକମ୍ରୁ ବି ମାନେ ବହୁତ ପ୍ରୋବ୍ଲେମ ଫେସ୍ କରିବାକୁ ଲାଇଫରେ ପଡୁଛି। ସେ ଜିନିଷ ଲାଇଫରେ ନ କରନ୍ତୁ କେବେ। ଯେଉଁମାନେ ଟ୍ରେଡ୍ କରିବାକୁ ଇଣ୍ଟରେଷ୍ଟେଡ, ଯେଉଁମାନେ କରୁଛନ୍ତି, ପ୍ରପର ଗାଇଡାନ୍ସ କେବେ ବି କେୟାରଫୁଲ, କେବେ ୟୁଟ୍ୟୁବ ଦେଖି କିମ୍ବା ଯଦି ପ୍ରପର ମେଣ୍ଟର ଗୋଟେ ନୁହଁ, ଗୋଟେ ଟିଚର ନୁହଁ, ଆପଣ 5 ଜାଗାରେ ଟ୍ରେନିଂ ନିଅ, ନିଜ ଉପରେ ଇନଭେଷ୍ଟ କରନ୍ତୁ। ନିଜ ଉପରେ ମିନ୍ସ କଣ? ଗୋଟେ ଜାଗାରେ ଗୋଟେ ଟିଚର ପାଖରେ ଯଦି ଆପଣ ଠିକରେ କିଛି ପାଉନାହାନ୍ତି, ଅନ୍ୟ ଟିଚର ପାଖରେ ଶିଖନ୍ତୁ, ଟାଇମ ଦିଅନ୍ତୁ। ଆକୁ ମାସେ 2 ମାସ 5 ମାସ ବର୍ଷେ ଟାଇମ ଦିଅନ୍ତୁ, ଦେଖିବା ଆଚ୍ଛା ଆପଣଙ୍କର ମାର୍କେଟ ଭିତରେ ବହୁତ କିଛି ନଲେଜ ହେଇଯିବ। ମାର୍କେଟରେ କଣ ହଉଛି, ନିଶ୍ଚିତ ଭାବରେ ମାର୍କେଟ ଗୋଟେ ଆପଣ ଆଚ୍ଛା ଖାସା ଟ୍ରେଡ ପଏଣ୍ଟକୁ ଆପଣ ଯାଇପାରିବେ। ଏଇଟା ତ ରହିବ ମୁଖ୍ୟ ଉଦ୍ଦେଶ୍ୟ ମୋର, ରହିବ ଆପଣ ମାନଙ୍କ ପାଇଁ। କାହିଁକି ନା ଅପସନ ଟ୍ରେଡିଂ ବହୁତ ଲୋକଙ୍କୁ ବି ବହୁତ ଲୁଜକୁ ନେଇଯାଇଥାଏ। ସେଠୁ ଆସିବା ବହୁତ କଷ୍ଟ। ସମୟ ଅନୁସାରେ ଆସିଯିବେ, ଯେତେବେଳେ ଆପଣ ପ୍ରପର ଗାଇଡାନ୍ସ ଆଉ ଲର୍ଣ୍ଣିଂ ନେଇଯିବେ, ଆପଣଙ୍କ ପାଖରେ 2 3 or 4 years ଏକ୍ସପିରିଏନ୍ସ ରହିଯିବ, ଆପଣ ନିଶ୍ଚିତ ଭାବରେ ପ୍ରଫିଟେବଲ ଅଟୋମେଟିକ ହେଇଯିବେ। କାହିଁକିନା ଏଇଟା ଗୋଟେ ଦେଖନ୍ତୁ, ଏଇଟା ଗ୍ୟାମ୍ବଲିଂ କେବେ ନୁହେଁ। ଗ୍ୟାମ୍ବଲିଂ ଯୋଉମାନେ କହୁଛନ୍ତି ସେଇଟା ନୁହଁ। କାହିଁକି ଏଇଟା ଆପଣ ମନେ ରଖନ୍ତୁ, ଗ୍ୟାମ୍ବଲିଂ କେମିତି ଭାବୁଛନ୍ତି। କାହିଁକିନା ଏଠି ବ୍ୟାଙ୍କ ନିଫ୍ଟି ନିଫ୍ଟି ମୁଁ ଦେଖେଇବି ଆପଣଙ୍କୁ କେଉଁ କମ୍ପାନୀ ମାନେ ଏଠି କାମ କରୁଛନ୍ତି। ଯଦି ସେମାନେ ଏଠି କାମ କରିପାରୁଛନ୍ତି, ଓକେ, ତାହେଲେ ଏଠି ଗ୍ୟାମ୍ବଲିଂ କେମିତି ହଉଛି? ଦେଖ, ଷ୍ଟକ୍ ମାର୍କେଟରେ ଯୋଉମାନେ କରୁଛନ୍ତି ଗ୍ୟାମ୍ବଲିଂ, ଦିସ୍ ଦ ରଙ୍ଗ ୱେ। ଲ୍ୟାକ୍ ଅଫ୍ ନଲେଜ ପାଇଁ ଆମେ କିଛି ଏଠି ମନି ଲସ୍ କରନ୍ତି ଲୋକମାନେ, ଏଠି ଫାଷ୍ଟିଂ ଲୋକ ଏଠି ଲସ୍ କରନ୍ତି। ଦେଖନ୍ତୁ, ବହୁତ ଇଣ୍ଡିଆର ବହୁତ କମ୍ପାନୀ ଯୋଉ ନିଫ୍ଟି ଫିଫ୍ଟି ଆପଣ କହୁଛନ୍ତି, ମୁଁ ଆପଣଙ୍କୁ ଦେଖଉଛି ନିଫ୍ଟି ଫିଫ୍ଟିରେ ଯୋଉ କମ୍ପାନୀ ସବୁ ଅଛି ଆପଣଙ୍କ ମାନଙ୍କର, ତାକୁ ଆପଣ ଜାଣିପାରିବେ। ଜାଣିଲେ ଆପଣ ବହୁତ ଜିନିଷ କିଛି ତା ଭିତରେ ଆପଣଙ୍କ ନଲେଜ ବେସ୍ ହେଇଯିବ। ଆପଣ ନିଶ୍ଚିତ ଭାବେ ଆଜି ନହେଲେ ବି କାଲି ସୁଇଟେବଲ ଗୋଟେ ପ୍ରଫିଟେବଲ ହେଇପାରିବେ। କିନ୍ତୁ କେବେ ଗ୍ୟାମ୍ବଲିଂ ନୁହେଁ। କିନ୍ତୁ ଯେହେତୁ ଆମେ ଶିଖିନେ, ଲର୍ଣ୍ଣିଂ କରିନେ, ଲ୍ୟାକ୍ ଅଫ୍ ନଲେଜ ଅଛି, ଆ ଦ୍ୱାରା ଏଣ୍ଟ୍ରି କରି ଆମେ ଆ ଭିତରକୁ ଲସ୍ କରୁଛେ। ତେଣୁ ଆ ଦ୍ୱାରା ଲସ୍ କରିବା ପରେ ଆପଣ ଇମୋସନାଲ କଣ୍ଟ୍ରୋଲ ହଉନି, ବିଭିନ୍ନ ପ୍ରକାର ଦେଖନ୍ତୁ, ଜିଓ ଷ୍ଟୋନ ଆପଣଙ୍କୁ ମୁଁ ଦେଖେଇବି କଣ କଣ କମ୍ପାନୀ ସବୁ ଅଛନ୍ତି ଯୋଉମାନେ ଭାବୁଛନ୍ତି। ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ପ୍ରପର ଡିଟେଲ୍ସ ଆପଣଙ୍କୁ ଶୋ କରଉଛି, ଆପଣ ଶୋ କରିପାରିବେ। ଦେଖନ୍ତୁ, ଯଦି ଏଠି ଗ୍ୟାମ୍ବଲିଂ ନୁହେଁ, ଦେଖନ୍ତୁ ଇଣ୍ଡିଆର ଟପ୍ କମ୍ପାନୀ ନିଫ୍ଟି ନିଫ୍ଟି ଫିଫ୍ଟି ଆମେ ଯାହାକୁ କହୁଛେ। କାହିଁକି ଆମେ ଦେଖ ନିଫ୍ଟି ଫିଫ୍ଟି କହୁଛେ ନା, ନିଫ୍ଟି ଫିଫ୍ଟି ଅଣ୍ଡରରେ
निफ्टी 50, କାହିଁକିନା 50 कंपनी କି ଦେ ଟେକ୍ ଓଭର 50 कंपनी ଆପଣ ଦେଖନ୍ତୁ ଏଇ କମ୍ପାନୀ ଦେଖନ୍ତୁ ବାଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, विप्रो, बजाज फाइनेंस, इंडसलैंड बैंक, टाटा स्टील, गैरिजमा, एसबीआई, स्टेट बैंक ऑफ इंडिया जहाँ आम कहे, टाटा मोटर्स, टेक महिंद्रा, ब्रिटानिया, टीसीएस, एलटीआई, नेस्ले लिमिटेड, एसएल, सिप्ला, ये सब बजाज ऑटो, हीरो मोटर, टाइटन, जेएसडब्ल्यू, एमएस, डॉक्टर रेड्डी, हिंदल, यूपीएल, अल्ट्रान, बीसीएल, अपोलो, पावर ग्रिड, ओएनजीसी, एरकम आपणकर एसबीआई लाइफ, मारुति, एशियन पेंट, एचडीएफसी बैंक, এরকম 50টা কোম্পানিকে নেই নিফটি 50 ହେଇଛି। ତାହେଲେ ଯଦି ଷ୍ଟକ୍ ମାର୍କେଟ ଗ୍ୟାମ୍ବଲିଂ, ତାହେଲେ ଏଇ କମ୍ପାନୀ ମାନେ କେମିତି ଏଥିରେ କାମ କରୁଛନ୍ତି, କେମିତି ସେମାନଙ୍କର ମନି ଇନଭେଷ୍ଟ କରୁଛନ୍ତି, ସେମାନେ କାମ କରୁଛନ୍ତି। ଠିକ ଅଛି, ସେକେଣ୍ଡ ଥିଙ୍ଗସ ଆମେ ଦେଖିବା ବ୍ୟାଙ୍କ ନିଫ୍ଟି। এই কোম্পানি দেখନ୍ତୁ ଏଟା କେଇଟା, 1 2 3 4 5 6 7 8 9 10 11 12ଟା ବ୍ୟାଙ୍କ, ଯୋଉ ବ୍ୟାଙ୍କରେ ସାଧାରଣ ଲୋକ ଇନଭେଷ୍ଟ କରିଥାନ୍ତି ବା ଡିପୋଜିଟ କରିଥାନ୍ତି, ସାଧାରଣତଃ ଆକ୍ସିସ୍ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ, ବନ୍ଧନ ବ୍ୟାଙ୍କ, ଫେଡେରାଲ, ପିଏନବି, ପଞ୍ଜାବ ନ୍ୟାସନାଲ, ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ଆଇଡିଏଫସି, ଏୟୁ ବ୍ୟାଙ୍କ, କଟକ, ଏଚଡିଏଫସି, ଆଇସିଆଇସି। ଦେଖନ୍ତୁ ଏମାନଙ୍କର ହାଇ ହାଇ ସେୟାର୍ସ ମାନେ ରେଟ୍ ଅଛି। ଏମାନଙ୍କର ଦେଖନ୍ତୁ ଆଗର କେତେ 1822, 1664 ହାଇ ହେଇ ମାନେ ମାର୍କେଟରେ ବହୁତ ଗୋଟେ ବିଗ ବିଗ ପ୍ଲେୟାର ଯାହାକୁ କହିଲେ ବି ଅତ୍ୟୁକ୍ତି ହବନି। ମାନେ ମାର୍କେଟରେ ବହୁତ ବଡ ବଡ ପ୍ଲେୟାର ବା ଇନଭେଷ୍ଟର, ଯୋଉମାନେ କି ଏମାନଙ୍କର ବଡ ବଡ ଇନଭେଷ୍ଟର ଆଜି ନୁହଁ। ଦେଖନ୍ତୁ ତାପରେ ଅଛି ଆପଣଙ୍କର ସେନସେକ୍ସ ଅଛି, ଫି ନିଫ୍ଟି ଅଛି। ଏ ଜିନିଷ ଆପଣ ଏଠୁ ଆପଣ ଜାଣିପାରିବେ, ମାର୍କେଟ ଫି ନିଫ୍ଟି ଅଛି, ମିଡ କ୍ୟାପ ଅଛି, ମିଡ କ୍ୟାପରେ ଆପଣ ଜାଣିପାରିବେ। ତେଣୁ ଷ୍ଟକ୍ ମାର୍କେଟ ଯୋଉମାନେ କାମ କରୁଛନ୍ତି ପ୍ରପର ଗାଇଡାନ୍ସ ସେମାନଙ୍କ ପାଇଁ ଆକ୍ଚୁଆଲି ଭିଡିଓ ହଉଛି। ଇମୋସନାଲ ସହିତ କେବେ କାମ କରନ୍ତୁ ନାହିଁ। ଆପଣ ଗାଇଡାନ୍ସ ଲର୍ଣ୍ଣିଂ ନିଅନ୍ତୁ, ଏକ୍ସପିରିଏନ୍ସ ମାର୍କେଟରେ ନିଅନ୍ତୁ, ୱିଥ୍ ପ୍ରପର ଗାଇଡାନ୍ସ ମେଣ୍ଟରସିପ ରେ କାମ କରିବାକୁ ଚେଷ୍ଟା କରିବେ, ତାହେଲେ ପ୍ରଫିଟେବଲ ହେବେ। ଆଉ କେବେ ବି ଗୋଟେ ଡିମାଣ୍ଡ ଆକାଉଣ୍ଟ ଖୋଲି, ଆଜିକା ଡିମାଣ୍ଡ ଆକାଉଣ୍ଟ ଖୋଲିବାଟା ବହୁତ ସହଜ ହେଇଯାଇଛି, ଯେହେତୁ ବହୁତ ଅର୍ଗାନାଇଜେସନ ଆଜି ବହୁତ कंपनी इंडिया रे जे डिजिटल मार्केटिंग करे डिमांड अकाउंट बहुत आड करी अच्छा खासा आड देखै लोगों को अट्रैक्ट करे कि ना ସେମାନେ ଖୋଲଉଛନ୍ତି ତାଙ୍କ ବିଜନେସ କରିବା ପାଇଁ ଖୋଲିବେ, ତା ଦେହରେ କିଛି ଅସୁବିଧା ନାହିଁ। କିନ୍ତୁ ଆମକୁ ସଚେତନତା ହବାର ଅଛି। କ୍ୟାପିଟାଲ ହଉଛି ଆମର, ମନି ହଉଛି ଆମର। କାହିଁକିନା ଅପସନ କମ ପଇସାରେ କିଣି ହୁଏ ସତ, କିନ୍ତୁ ପ୍ରୋବ୍ଲେମରେ ଆପଣ ଫସି ଯାଆନ୍ତି, ଲସ୍ କୁ ଯାଆନ୍ତି। ସେ ଲସ୍ ନ ହଉ, ଭଗବାନ ଇଚ୍ଛାରେ କାହାର ଲସ୍ ନ ହଉ। ଆଉ ଯେଉଁମାନେ ବି ଟ୍ରେଡ୍ କରିବା ବା ଇଣ୍ଟରେଷ୍ଟ ଅଛନ୍ତି, ସେମାନେ ପ୍ରପର ଗାଇଡେନ୍ସ ଯେକୌଣସି ଇନଷ୍ଟିଟ୍ୟୁସନ ହଉ ଶିଖନ୍ତୁ। ଗୋଟେ ନୁହଁ, ଦିଟା ନୁହଁ, ପାଞ୍ଚଟା ନୁହଁ, 10ଟା ଟିଚର ପାଖରେ ଶିଖନ୍ତୁ ଭାଇ। ନିଜ ଉପରେ ଇନଭେଷ୍ଟ କରନ୍ତୁ, ନିଜକୁ ଆଗେ ଭଲ ଦେଖନ୍ତୁ, ନିଜର ଡାଟା ସେଟଅପ୍ କରନ୍ତୁ। ଏ ଆପଣଙ୍କୁ ବହୁତ କିଛି ଦେଇପାରେ। ଓକେ, ନମସ୍କାର। ଆଗାମୀ ଭିଡ଼ିଓରେ ପୁଣି ଆସିବି ନୂଆ ଟପିକ ନେଇ। ରହୁଛି।